କ୍ରିକେଟ ଜଗତରୁ ଆସିଲା ଏକ ତାଜା ଖବର। ଏହା କ'ଣ ହେଲା? ପଞ୍ଚମ ଟି-20ରୁ ବାହାରିଲେ ସୁମନ ଗିଲ୍। ଫ୍ୟାନ୍ସମାନେ ଚୁପ୍ ହୋଇଗଲେ। ଟିମ୍ ମ୍ୟାନେଜମେଣ୍ଟ ନେଲା ଏମିତି ଫଇସଲା। ଇଞ୍ଜରୀ ନା ବଡ଼ ଷଡ଼ଯନ୍ତ୍ର? ସତ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ତେବେ ଦର୍ଶକ ବନ୍ଧୁ, ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଏବଂ ଦଳର ଉପ ଅଧିନାୟକ ସୁମନ ଗିଲ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ଟି-20 ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ତେବେ ଏହି ଓପନର ଚଳିତ ସିଜନରେ ନିଜର ଫର୍ମ ସହିତ ସଂଘର୍ଷ କରୁଥିଲେ। ପ୍ରଥମ 3ଟି ମ୍ୟାଚ୍ରେ କେବଳ 32 ରନ୍ କରିଥିଲେ। ଅନେକ ପୂର୍ବତନ କ୍ରିକେଟର ଏବଂ ପ୍ରଶଂସକମାନେ ଯୁକ୍ତି ଦେଇଥିଲେ ଯେ ସଞ୍ଜୁ ସାମସନ୍ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ପରି ଖେଳାଳିମାନେ ଶୀର୍ଷ କ୍ରମରେ ଭଲ କାମ କରିପାରିବେ, ତେଣୁ ତାଙ୍କ ସ୍ଥାନ ଉପରେ ପ୍ରଶ୍ନ ଉଠିଥିଲା। ତେବେ ଗିଲ୍ଙ୍କ ପାଇଁ ଏପରି ଏକ ନାଜୁକ ସମୟରେ, ଯେଉଁଠାରେ 26 ବର୍ଷୀୟ ଖେଳାଳି ତାଙ୍କର ଦକ୍ଷତା ପ୍ରମାଣିତ କରିବାକୁ ଦୃଢ଼ ସଂକଳ୍ପବଦ୍ଧ ହେବେ, ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଥିଲା ଏବଂ ସେ ସିରିଜରୁ ବାଦ୍ ପଡ଼ିଥିଲେ। ତାଙ୍କ ଅନୁପସ୍ଥିତିରେ ସାମସନ୍ ଅଭିଷେକ ଶର୍ମାଙ୍କ ସହ ବ୍ୟାଟିଂ ଆରମ୍ଭ କରିବାର ସମ୍ଭାବନା ବହୁତ ଅଧିକ। ତେବେ ଏହି ସମୟରେ ବିସିସିଆଇର ଗିଲ୍ଙ୍କ ଆଘାତ ବିଷୟରେ କିମ୍ବା ସେ କେତେ ଦିନ ପାଇଁ ଖେଳିବେ ସେ ବିଷୟରେ କୌଣସି ସୂଚନା ନାହିଁ। ସେ ଅତୀତରେ ଅହମ୍ମଦାବାଦରେ କିଛି ଭୟଙ୍କର ଇନିଂସ ଖେଳିଛନ୍ତି, ବିଶେଷ କରି IPLରେ। ତେଣୁ ସେ ଖେଳରୁ ବଞ୍ଚିତ ହେବାର ନିରାଶ ହେବେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଏପର୍ଯ୍ୟନ୍ତ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ବ୍ୟାଟ୍ ହେଉ କି ବଲ୍, ଆୟୋଜକ ଦଳ ପ୍ରାଧାନ୍ୟ ବିସ୍ତାର କରିଛି, କିନ୍ତୁ ଦଳ ପରିଚାଳନାକୁ କିଛି ଚିନ୍ତାର ସମାଧାନ କରିବାକୁ ପଡ଼ିବ। ତେବେ ଗିଲ୍ଙ୍କ ପରି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିନାହାନ୍ତି। ସେ ଯେଉଁ ଫର୍ମାଟରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ, ସେଥିରେ ଗତି ପାଇବା ପାଇଁ ସଂଘର୍ଷ କରିଛନ୍ତି। ତେବେ ସିରିଜର ଶେଷ ଟି-20 ପ୍ରଦର୍ଶନ ବହୁତ ଆକର୍ଷଣର ବିଷୟ ହେବ। ଏହା ବ୍ୟତୀତ ତୃତୀୟ ଟି-20ରେ ବିରତି ଦିଆଯିବା ପରେ ଚତୁର୍ଥ ଖେଳ ଅତ୍ୟଧିକ କୁହୁଡ଼ି ଯୋଗୁଁ ବାତିଲ ହେବା ପରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ପ୍ଲେଇଂ 11କୁ ଫେରିବା ଆଶା କରାଯାଉଛି। ତେବେ ଏହିଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏହିଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।